ଏବେ ଦେଖନ୍ତୁ ମୁଁ ଆଜି ପାର୍କରେ ଯାଉଥିଲି ଆଉ ପାର୍କ କରରେ ଏ ଶାଗଟା ହେଇଛି। ଆମ ଓଡ଼ିଶାରେ ପୁରୁଣି ଶାଗ କହନ୍ତି, କିନ୍ତୁ ଏଠି କହୁଛନ୍ତି ପୁନର୍ନବ ଶାଗ। ଏବେ ଆଉ କ'ଣ କ'ଣ କହୁଛନ୍ତି, ଆପଣ ଆଉ କ'ଣ ଜାଣିଛନ୍ତି କହିବେ। କିନ୍ତୁ ଏ ଶାଗର ମୁଁ ଉପକାରିତା ବିଷୟରେ କହୁଛି। ଏ ଶାଗ ଲିଭର, କିଡ଼ନୀ ଆଉ ହାର୍ଟ ପାଇଁ ବହୁତ ଭଲ। ତାକୁ ଖାଇବା କଥା, ଭାଜିକିରି ଖାଆନ୍ତୁ, ସନ୍ତୁଳା କରି ଖାଆନ୍ତୁ, ନହେଲେ ରାଇ କରି ଖାଆନ୍ତୁ। ମୁଁ ଆଜି ତୋଳିକି ନେଉଛି। ଆମ ଝିଅ ତ ପାଟି କରୁଛି, ଆପଣମାନେ ଭାବିବେ ମୁଁ ଖାଇବିନି। ମୁଁ ଆକୁ ଆଜି ନେଉଛି, ଦେଖନ୍ତୁ ନେଇକି ଘରେ କେମିତି ପ୍ରିପାରେସନ୍ କରିବି ଦେଖେଇବି। ନମସ୍କାର, ଆପଣମାନଙ୍କୁ ତ ମୁଁ ଆଜି ମର୍ଣ୍ଣିଂ ୱାକ୍ରେ ଗଲାବେଳେ ପାର୍କରୁ ଯେଉଁ ଆଣିଥିଲି ପୁରୁଣି ଶାଗ ଦେଖେଇଥିଲି, ସେ ପୁରୁଣି ଶାଗ ଦେଖନ୍ତୁ ଏତିକି ଆଣିଛି ମୁଁ 2 ଜଣ ପାଖରେ। ଇଏ ଅଳ୍ପ ବାହାରିବ, ଏଥିରେ ବହୁତ ଆଇରନ୍ ଭରପୁର ମାତ୍ରାରେ ଅଛି। ଆପଣମାନେ ଭାବୁଥିବେ ମୁଁ ଖାଲି ତୋଳି ଆଣିଲି କରିବିନି, ଏମିତି କଅଁଳିଆ କଅଁଳିଆ ଦେଖି ଆଣିବେ। ଆଉ ବାଛିବାକୁ ଦେଖନ୍ତୁ ଏମିତି ବଢ଼ିଆକିରି ବାଛିବେ। ଏଇଠି ଇଏ ଡାଙ୍ଗ ଗୁଡ଼ାକ ଫୋପାଡ଼ି ଦେବେ, ଏ ଡାଙ୍ଗ ଗୁଡ଼ା ସବୁ ଫୋପାଡ଼ି ଦେବେ। ଏମିତିକା ଯେମିତି ସଜନା ଶାଗରୁ ଡାଙ୍ଗ କାଢ଼ି ଦେଉଛନ୍ତି ସେମିତି ଫୋପାଡ଼ି ଦେବେ ଏ ଡାଙ୍ଗ ଗୁଡ଼ାକ। ଏଗୁଡ଼ାକ ଏମିତିକା ବାଛିବେ। ଇଏ ପୁରା ବାଛି ସାରିଲା ପରେ ମୁଁ ଦେଖେଇବି ଆକୁ କେମିତି ପ୍ରିପାରେସନ୍ କରିବି, ସେଇଟା ମଧ୍ୟ ଆପଣଙ୍କୁ ଜଣେଇବି। ଏବେ ଦେଖନ୍ତୁ ଶାଗ ବଛା ହେଇଗଲା, ଶାଗ ବଛା ହେଇଗଲା, କେଜେ ଦଣ୍ଡି ବାହାରିଲା ଦେଖନ୍ତୁ। ଏ ଅଳ୍ପ ଟିକେ ହେବ 2 ଜଣ ପାଇଁ। ଆପଣ ଯଦି ଅଧିକା କ୍ୱାଣ୍ଟିଟିର କରିବେ ଅଧିକା ତୋଳିବେ, ନହେଲେ ଅଧିକା ସଂଗ୍ରହ କରିବେ। ଏଠି ଦେଖନ୍ତୁ ୟାକୁ ଆମେ, ଏଇଟା ବର୍ଷାରେ ତ ହେଇଛି, କେବଳ ଏପ୍ରିଲ ମେ ଜୁନରେ ମିଳିବ, ତାପରେ ଇଏ ମରିଯିବ। ତେଣୁକରି ବାଲି ଫାଲି ହେଇଛି, ଆମେ ଏଥିରେ ପାଣିରେ ପକେଇଦେଲା। ପାଣିରେ ପକେଇଦେଲା ପରେ ଆକୁ 5-10 ମିନିଟ୍ ରଖିଦେବା, କାରଣ ଯାହା ବାଲି ଫାଲି ଥବ ୟା ତଳକୁ ଯିବ ହେରି। ଏମିତିକା କରି 2-3 ଥର ପାଣିରେ ଧୋଇବା। ଆଚ୍ଛା, ଇଏ ତ ଗଲା ଧୁଆ ଧୋଇ କାମ। ଆକୁ ଛାଣିବା, ଛାଣିଲା ପରେ ଆକୁ ଗୁଣ୍ଡ ଗୁଣ୍ଡ କରି ସଜନା ଶାଗ, ଯେମିତିକା ସଜନା ଶାଗ ତ କଟା ହୁଏନି ନା, କିଏ କିଏ କାଟୁଛନ୍ତି, ଆମେ କିନ୍ତୁ ଆକୁ ଟିକେ କାଟିବା। ମୁଁ କାଟିବା ବି ଦେଖେଇବି। ଆଉ ୟା ଦେହରେ ଆମେ ରାଇ କରିବା। ଏଟାକୁ ଆକୁ ଭାଜିଲେ ବି ଚଳିବ, କିନ୍ତୁ ଆମେ ଆଜି ରାଇ କରିବା, ବଢ଼ିଆ ଲାଗିବ। ଆପଣ ଭାବୁଥିବେ ଏମିତିକା ଅନାବନା ଶାଗ ଭଲ ଲାଗିବନି, କିନ୍ତୁ ବଢ଼ିଆ ଲାଗିବ। ବନେଇକିରି ଖାଇଲେ ଜାଣିପାରିବେ। ଏଥିରେ ମୁଁ 2ଟା ଆଳୁ ଦେଇଛି, ଗୋଟେ ଟମାଟୋ ଦେବି, ଗୋଟେ ବାଇଗଣ ଦେବି। ଆଉ ମସଲା ରଖିଛି ଏଇଆ, ଏଇ ଦେଖନ୍ତୁ ଧଳା ସୋରିଷ, କଳା ସୋରିଷ। ଧଳା ସୋରିଷ 1.5 ସ୍ପୁନ୍, କଳା ସୋରିଷ 1 ସ୍ପୁନ୍ ଟେବୁଲ୍ ସ୍ପୁନ୍, ଆଉ କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ଆଉ 1 ଜିରା ଟିସ୍ପୁନ୍, ଆଉ ଟିକେ ଅଦା, ଏତିକି ରସୁଣ। ୟାକୁ ପୁରା ପାଲିସ୍ କରି ବାଟି ନେବା। ୟାକୁ ସରୁ ସରୁ କରି କାଟି ନେବା। ୟାକୁ ପାଣିରୁ ଛାଣିକିରି ବି ମୁଁ କାଟି ନେବା। ତାପରେ ମୁଁ କେମିତି କ'ଣ କରିବି ଦେଖିବା। ଦେଖନ୍ତୁ ମୁଁ ସେ ଶାଗଟାକୁ ଆଉ 2-3 ଥର ପାଣିରେ ଧୋଇକିରି ଭଲକିରି କାଟିକି ରଖିଛି। ଆପଣ ପନିକିରେ କାଟନ୍ତୁ, ଛୁରୀରେ, ଯେଉଁଥିରେ କାଟନ୍ତୁ, ଏମିତି ଗୁଣ୍ଡ ଗୁଣ୍ଡ କାଟିବେ। ଏକେ କାଟିଲା ପରେ ଆଉ ଆଳୁ, ବାଇଗଣ, ଟମାଟୋ ଏମିତିଆ କାଟିଛି। ତାପରେ ଆମେ ଏଇଖିଣା ପ୍ରିପାରେସନ୍ ଆରମ୍ଭ କରିବା। ଆମେ ଗୋଟେ ଶୁଖିଲା ଲଙ୍କା ଦେଇଦେଲେ, ସୋରିଷ ତେଲ ଦେଇଛେ, ଇଏ ସୋରିଷ ତେଲରେ ହେବ, ଟେଷ୍ଟ ଲାଗିବ ସୋରିଷ ତେଲ। ତାପରେ ଶୁଖିଲା ଲଙ୍କା ଦେଲା ପରେ 5 ଫୁଟଣ ଦେବା। ଶାଗ ଯେହେତୁ ହେଉଛି 5 ଫୁଟଣ ଟିକେ ଦିଆଯିବ। ତାପରେ ଅଳ୍ପ ଟିକେ ପିଆଜ ଦେଇଦେବା। ଶାଗଟା ପୁରା ଗୁଣ୍ଡ ଗୁଣ୍ଡ କାଟିବେ। ଏବେ ଆଳୁ ଦେଇଦେବା। ଆଳୁ ଟିକେ ଭାଜିଲା ପରେ ବାଇଗଣ, ଟମାଟୋ ଦେବା। ଆଳୁ ଭାଜି ହେଇଗଲା, ଏବେ ବାଇଗଣ ଦେଇଦେବା। ବାଇଗଣ ଟିକେ ଭାଜି ହେଲେ ଟମାଟୋ ଦେବା। ଏବେ ଟିକେ ଏଥିରେ ହଳଦୀ ଦେଇଦେବା, ଅଳ୍ପ ଟିକେ, କାହିଁକିନା ଆଳୁ ବାଇଗଣ ପଡ଼ିଛି ତ, ଶାଗରେ ହଳଦୀ ପଡ଼େନି। ଆଉ ଲୁଣ ପରିମାଣ ମতো ଯେତିକି ଆପଣ ଖାଇବେ ସେତିକି, ମୁଁ ଏତିକି ଦେଇଛି। ଶାଗରେ ବେଶୀ ଲୁଣ ଦେଇଦେନି, ତଥାପି ଆପଣଙ୍କ ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବି। ତାପରେ ସେ ଟମାଟୋ ମଧ୍ୟ ଦେଇଦେବି। ଆକୁ ଆଉ ମିନିଟେ ଖଣ୍ଡେ ଘାଣ୍ଟିବା। ଦେଇଦେବା ଯେଉଁ ମସଲା ସବୁ ପ୍ରସ୍ତୁତ କରି ରଖିଥିଲି, ମସଲା ଦେଇକି ଆକୁ ମିନିଟେ ଖଣ୍ଡେ ଏପଟ ସେପଟ କରିବା। କରିକି ମସଲାର ପାଣିଟା ଦେବା। ମସଲାର ଯେଉଁ ପାଣିଟା ଦେଇଦେବା। ପାଣିଟା ଦେଲା ପରେ ଏ ଶାଗକୁ ଏଇଠି ପକାଇବା।
ये शाग को मिनट 2 मिनट थर थर एपट सेपट कर लास्ट 5-7 मिनट को रांधिबा तापर मोर पुरुणी शाग खाइबा रेडी आ ये राई रे लास्ट गोटे सोरिष तेल पकईदेवा मु प्लेटिंग कर देखा कंचा सोरिष तेल आउ जदि टिके बड़ी आपन भाजिकी देबे ताहले आउर बढ़िया लगे आम कि देनु अच्छी जा मन नहीं देनु आपन जदि पाखे थो देला आउर बढ़िया लगे मु प्लेटिंग कर देखा शागटा तो खाइबा पूरा रेडी हो गला आउ ये सागर उपकार तो मुझे आगुरी कही ये सागटा एप्रिल मे जून मसरे वर्षा जो हम से बारी घरे पार्क रे एमती माने यहाँ हुए आउ आपण निश्चय खातु कहीं यार मु बेनिफिट तो सब बतैली कौन कौन यार दरकार आक पुनर्नव शाग कहीं कहते ना लोक पुनर्जन्म पाई जाती कहीं ये जो कहली किडनी आउ डायबिटिक आउ हार्ट यापी जदि जार एमती भी क्रोनिक डिजीज माने जार बहुत दिन डिजीज थब से भी भल हो आम ओडिया कहते पुरुणी शाग आ पुनर्नव कहते पुनर्जन्म हो लोकंर खाइले आप निहाती खातु केमती मोर ये सागर प्रोसेस करवा भल लगिला कि न लगिला आपण खाइले कि न खाइले निश्चय जनातु न खाइले भी जनातु खाइले भी जनातु आ बढ़िया टेस्ट लगे एमती ना एणु तेणु लगे बढ़िया लगे तो सहज मिलेनी आपन जब मिलूची आपण बारी घरे आ जो मैंने आम बयस तो जानते आजिकल छुआ खाइबे कि न खाइबे पसंद न करे किंतु खाइबा को चेष्टा करंतु समस्ते खातु मोर ये आइटमटा केमती लगिला मते कमेंट रे जनातु आ जदि भल लगी थाए लाइक शेयर सब्सक्राइब करने को भूलिबेनी फॉलो तो निश्चय करे। जय जगन्नाथ।